ଶୁଣ 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 ସମସ୍ତେ ଶୁଣ, ଆଜି ରାତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଯେଉଁମାନେ ବି ନିଜ ଘର ମଜବୁତ କରିନାହ ସେମାନେ ଶୀଘ୍ର ନିଜ ନିଜ ଘରକୁ ମଜବୁତ କରିନିଅ। ଶୁଣ 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 ସମସ୍ତେ ଶୁଣ। ଏ ସବୁ ମୁଁ କଣ ଶୁଣିଲି? ଆଜି ରାତି ପ୍ରବଳ ବର୍ଷା ହେବ। ଆମ ଘରଟି ବହୁତ ପୁରୁଣା ଆଉ ଭଙ୍ଗା। ବର୍ଷା ହେଲେ ତ ଆମ ଘର ଭାଙ୍ଗିଯିବ। ମୁଁ ଯାଏ ଶୀଘ୍ର ମାକୁ ଏକଥା କୁହେ। ମା, ଗୋଟେ ଖରାପ ଖବର ଶୁଣି ଆସିଲି। କଣ ଖରାପ ଖବର ଶୁଣି ଆସିଲୁ ରେ ମା? ମା, ଆଜି ପାଣିପାଗ ବିଭାଗର ଗୋଟେ ଚଢ଼େଇ ଆମ ଜଙ୍ଗଲକୁ ଆସି କହିଲେ ଆଜି ରାତି ଆମ ଜଙ୍ଗଲରେ ପ୍ରବଳ ବର୍ଷା ହେବ। ସମସ୍ତେ ନା ନିଜ ନିଜ ଘରକୁ ମଜବୁତ କରିବା ଆରମ୍ଭ କରିଦେଲେଣି। କଣ କହୁଛୁ ତୁ? ତାହେଲେ ତ ଆମେ ବି ନିଜ ଘରକୁ ଶୀଘ୍ର ମଜବୁତ କରିବା, ନହେଲେ ତ ଝଡ଼ ବର୍ଷାରେ ଏଇ ଭଙ୍ଗା ଘର ଖୁବ ଶୀଘ୍ର ଭାଙ୍ଗିଯିବ। କିନ୍ତୁ ମାରେ, ମୋ ପାଖରେ ତ ଏବେ ଟଙ୍କା ନାହିଁ। ତାହେଲେ ମୁଁ ଏବେ ଆମ ଘର ଠିକ କେମିତି କରିବି? ମା, କାଉ ଅଙ୍କଲ ତ ବହୁତ ଧନୀ। ତୁମେ ତାଙ୍କଠୁ କିଛି ଟଙ୍କା ଧାର ମାଗିଥାଅ, ପରେ ଆମ ପାଖରେ ଟଙ୍କା ହେଲେ ଆମେ ତାଙ୍କୁ ଫେରେଇ ଦେବା। ହଁ ରେ ମା, ଠିକ କହିଲୁ। ଏ ପରିସ୍ଥିତିରେ ମୋ ମୁଣ୍ଡ କାମ କରୁନି। ମୁଁ ଏବେ ହିଁ କାଉ ଭାଇଙ୍କ ପାଖକୁ ଯାଏ। ଏମିତି କହି ମା ଚଢ଼ି ଶୀଘ୍ର କାଉର ଘରକୁ ଗଲା। କାଉ ଭାଇ, ଘରେ ଅଛ ନା? ବାହାରକୁ ଆସ। ଏ ଚଢ଼େଇ, କଣ ହେଇଛି ତୋର? ତୁ ଏମିତି ମୋ ଘରକୁ ଆସି ପାଟି କାହିଁକି କରୁଛୁ? କାଉ ଭାଇ, ମୁଁ ଆଜି ଶୁଣିଲି ରାତିରେ ପ୍ରବଳ ବର୍ଷା ହେବ। ବର୍ଷା ହେଲେ ତ ମୋ ଦୁର୍ବଳ ଘରଟି ଭାଙ୍ଗିଯିବ। ତୋ ଘର ଭାଙ୍ଗିଲା କି ରହିଲା ସେଥିରେ ମୋର କଣ ଯାଏ ଆସେ? ତୁ କଣ ମତେ କାଠ ମିସ୍ତ୍ରୀ ଭାବି ଚାଲି ଆସିଲୁ କହିବାକୁ? ନାଇଁ ମାନେ କଥା କଣ କି କାଉ ଭାଇ, ତୁମେ ଯଦି ମତେ କିଛି ଟଙ୍କା ଧାର ଦେବ, ମୁଁ ସେଇ ଟଙ୍କାରେ ମୋ ଘରକୁ ମଜବୁତ କରିଥାନ୍ତି। ମୁଁ କଣ ଟଙ୍କା ଗଛ ଲଗେଇଛି ଚଢ଼େଇ? ଯେତେବେଳେ ତୁ ମତେ ଟଙ୍କା ମାଗିବୁ ମୁଁ ତତେ ଟଙ୍କା ଦେବି। ଚଢ଼େଇ, ତୁ ଏଠୁ ଚାଲିଯା। ଆମେ ତତେ ଗୋଟେ ବି ଟଙ୍କା ଦେଇପାରିବୁନି। ହେଲେ ହଁ, ମୁଁ ଗୋଟେ ଉପାୟ କହିପାରିବି। ତୁ ଗୋଟେ କାମ କର ଚଢ଼େଇ, ତୁ ବଜାରକୁ ଯାଇ ଭିକ ମାଗେ। ଘର ସଜାଡ଼ିବା ପାଇଁ ତତେ କିଛି ଟଙ୍କା ମିଳିଯିବ। କାଉ ଭଉଣୀ, ଯଦି ସାହାଯ୍ୟ ନ କରିବ ନ କର, ଏମିତି ମତେ ଅପମାନ ଦିଅନି। ଚଢ଼େଇ ମନ ଦୁଃଖ କରି ନିଜ ଘରକୁ ଫେରି ଆସିଲା। ମା, ଟଙ୍କା ଆଣିଛ? ଚାଲ ଏବେ ବଜାରକୁ ଯିବା ଆଉ ଘର ପାଇଁ ଜିନିଷ ଆଣିବା। ମାରି, କାଉ ଭାଇ ମତେ ଟଙ୍କା ଦେଲେ ନାହିଁ, ଓଲଟା ମତେ ଅପମାନ ଦେଇ ଘରୁ ବାହାର କରିଦେଲେ। ଆମ କଦଳୀ ଏଯାଏଁ ପାଚିନି। ଭାବିଥିଲି କଦଳୀ ପାଚିଲା ପରେ ବିକ୍ରି କରି ସେଇ ଟଙ୍କାରେ ଘର ମରାମତି କରିଥାନ୍ତି। ହେଲେ ଏତେ ଶୀଘ୍ର ବର୍ଷା ମାଡ଼ି ଆସିବ କିଏ ଜାଣିଥିଲା? ମା, ଆମ ବଗିଚାରେ ତ ଅନେକ କଦଳୀ ଗଛ ଅଛି। ସେଇ କଦଳୀ ଗଛ ପତ୍ର ଦେଇ ଆମେ ଗୋଟେ ଘର ତିଆରି କଲେ କେମିତି ହୁଅନ୍ତା? ମୁଁ ଥରେ ଦେଖିଛି, ଦିନେ ତୁମେ କଦଳୀ ପତ୍ରରେ ଗୋଟେ ସୁନ୍ଦର ଘର ତିଆରି କରିଥିଲ। ହଁ ରେ ମା, ଠିକ କଥାଟି ମନେ ପକେଇଲୁ। ମୁଁ ଥରେ ମିଟୁ ଭଉଣୀଙ୍କ ପାଇଁ କଦଳୀ ପତ୍ରରେ ଘର ତିଆରି କରିଥିଲି। ଚାଲ ମା, ଆମେ ବି କଦଳୀ ପତ୍ରରେ ଗୋଟେ ଘର ତିଆରି କରିବା। ପରେ ଯେତେବେଳେ ଆମ କଦଳୀ ପାଚିଯିବ, ମୁଁ ସେସବୁ ବିକ୍ରି କରି ଆମ ପାଇଁ ନୂଆ ଘର କିଣିନେବି। ମତେ କଦଳୀ ପତ୍ର ତୋଳିବାରେ ଚାଲ ମା ଟିକେ ସାହାଯ୍ୟ କର। ଏମିତି ମା ଝିଅ ମିଶି କଦଳୀ ପତ୍ର ତୋଳିଲେ। ମା ଚଢ଼େଇ କଦଳୀ ପତ୍ର ଦେଇ ସୁନ୍ଦର ଗୋଟେ ଘର ତିଆରି କରିନେଲା। ରାତି ହେଉ ହେଉ ହିଁ ବର୍ଷା ମାଡ଼ି ଆସିଲା। ଜୋର ଜୋରେ ପବନ ବି ବହୁଥିଲା। ଏଇ ଦେଖ, ବର୍ଷା ଆରମ୍ଭ ହେଇଗଲା। ମତେ ଲାଗୁଛି ଏଇ ବର୍ଷାରେ ଚଢ଼େଇର ଘର ଭାଙ୍ଗି ଯାଇଥିବ, ଆଉ ସେ ଗୋଟେ ଗଛ ମୂଳେ ବସି କାନ୍ଦୁଥିବ। ଆରେ, ଏମିତି କଣ ପାଇଁ ହେବ? ତୋ କଥା ମାନି ଯଦି ସେ ବଜାରକୁ ଯାଇ ଭିକ ମାଗିଥିବ, ସେ ଟଙ୍କା ପାଇଯାଇଥିବ। ସେଇ ଟଙ୍କାରେ ସେ ଘର ମରାମତି କରି ନେଇଥିବ। ଆରେ ନା ନା, ମୁଁ ଆଜି ବଜାରକୁ ଯାଇଥିଲି, ହେଲେ ଚଢ଼େଇକୁ ତ ସେଠି ଭିକ ମାଗିବାର ଦେଖିନି। ସେ ଘର ସଜାଡ଼ିବା ପାଇଁ ଟଙ୍କା ପାଇ ନଥିବ, ଆଉ ତା ଘର ନିଶ୍ଚୟ ବର୍ଷାରେ ଭାଙ୍ଗି ଯାଇଥିବ। ଏମିତି ହେଲେ ତ ବହୁତ ଭଲ କଥା। ସେ ଆଉ ଏ ଜଙ୍ଗଲରେ ରହିବନି। ତାପରି ଗୋଟେ ଗରିବ ଚଢ଼େଇ ଆମ ଜଙ୍ଗଲରେ ନ ରହିବା ଭଲ। ମାରି, ତୋ ମୁଣ୍ଡରେ ବହୁତ ବୁଦ୍ଧି। ତୋ ପାଇଁ ମୁଁ ଆଜି ଗୋଟେ କଦଳୀ ପତ୍ରରେ ଘର ତିଆରି କରିପାରିଲି। ଯେତେ ବର୍ଷା ହେଲେ ବି ଆମ ଘର ସୁରକ୍ଷିତ ଅଛି। ମା, ମୁଁ ଗୋଟେ କାନ୍ଦିବାର ସ୍ୱର ଶୁଣୁଛି। ତୁମକୁ ବି କାନ୍ଦିବାର ଶୁଣା ଯାଉଛି? ନିଶ୍ଚୟ କିଏ ବିପଦରେ ପଡ଼ିଛି ମା। ହଁ,
ବି କାନ୍ଦିବାର ସ୍ୱର ଶୁଣୁଛି। ନିଶ୍ଚୟ ଆମ ପରି କାହାର ଘର ଭାଙ୍ଗି ଯାଇଥିବ। ଚାଲ ମା ତା ପାଖକୁ ଯିବା। ଆମକୁ ସିନା କେହି ସାହାଯ୍ୟ କଲେ ନାହିଁ, ହେଲେ ଆମେ ସେ ଚଢ଼େଇକୁ ସାହାଯ୍ୟ କରିବା ଆଉ ଆମ ଘରକୁ ନେଇ ଆସିବା। ତାପରେ ମା ଚଢ଼େଇ ଆଉ ତାର ଝିଅ ଦୁଇଟି ଛତା ଧରି କାନ୍ଦ ଶୁଭୁଥିବା ଜାଗାକୁ ଗଲେ। ସେଠି ଗୋଟେ ବି ଚଢ଼େଇ ନଥିଲା। ଗୋଟେ ବାକ୍ସ ଭିତରୁ କାନ୍ଦିବାର ସ୍ୱର ଶୁଭୁଥିଲା। ଆରେ ଏଠି ତ କେହି ବି ନାହାନ୍ତି, ଆଉ ଏ ବାକ୍ସ ଭିତରୁ ଏମିତି କାନ୍ଦିବାର ସ୍ୱର ଶୁଭୁଛି। କିଏ ଅଛ ଏ ବାକ୍ସ ଭିତରେ? ତୁମେ ଏମିତି କାନ୍ଦୁଛ କାହିଁକି? ବାହାରକୁ ଆସ। ମୁଁ ଏ ବାକ୍ସ ଭିତରୁ ବାହାରି ପାରିବିନି। ବାହାରି ପାରିଥିଲେ ମୁଁ ଏମିତି କ'ଣ ବାକ୍ସ ଭିତରେ ବସି କାନ୍ଦିଥାନ୍ତି। ଆଚ୍ଛା ଠିକ୍ ଅଛି, ରୁହ, ମୁଁ ତୁମକୁ ଏ ବାକ୍ସ ଭିତରୁ ବାହାର କରୁଛି। କ'ଣ ଏ ବାକ୍ସ ଏତେ ଶକ୍ତ କ'ଣ ପାଇଁ? ମୁଁ ଏ ବାକ୍ସକୁ ଜମା ବି ଖୋଲି ପାରୁନି। ଚଢ଼େଇ, ତୁ ଏ ବାକ୍ସକୁ ଖୋଲି ପାରିବୁନି। ଏଇଟା ଯାଦୁର ବାକ୍ସ। ଗୋଟେ ଚାବି ଦ୍ୱାରା ହିଁ ତୁ ଏ ବାକ୍ସକୁ ଖୋଲି ପାରିବୁ। ହେଲେ ମୁଁ ତ ଏଠି ଚାବି ଦେଖିବାକୁ ପାଉନି, ତାହେଲେ ତୁମକୁ ମୁକ୍ତ କେମିତି କରିବି? ଚଢ଼େଇ, ତୁ ଏ ରାସ୍ତାରେ ଆଗକୁ ଗଲେ ଗୋଟେ ବରଗଛ ଦେଖିବୁ। ସେଇ ବରଗଛ ପାଖରେ 3ଟି ଫଳ ଘର ଅଛି। ଗୋଟେ ଫଳ ଘରେ ମୋ ବାକ୍ସର ଚାବି ଅଛି। ସେଇ ଚାବି ଆଣିଲେ ଯାଇ ତୁ ଏ ବାକ୍ସକୁ ଖୋଲି ପାରିବୁ। ଆଚ୍ଛା ଠିକ୍ ଅଛି, ତୁମେ ଚିନ୍ତା କରନି, ମୁଁ ଏବେ ଯାଇ ସେ ଚାବି ନେଇ ଆସୁଛି। ଏମିତି କହି ଚଢ଼େଇ ଫଳ ଘର ଖୋଜିବାକୁ ଗଲା। ସେତେବେଳେ ବର୍ଷା ବି ଛାଡ଼ିଗଲା। ଚଢ଼େଇ ଆଉ ତାର ଝିଅ 3 ଫଳ ଘର ପାଖରେ ପହଞ୍ଚିବା ପରେ ସେମାନେ ପ୍ରଥମ ଫଳ ଘର ଭିତରକୁ ଗଲେ। ସେତେବେଳେ ସେମାନେ ଦେଖିଲେ ସେ ଘରେ ସୁନା ଟଙ୍କା ଭର୍ତ୍ତି। କ'ଣ ଏ ଘରେ ଏତେ ସୁନା ଟଙ୍କା କିଏ ରଖିଛି? ଏଠି ତ ବାକ୍ସର ଚାବି ନାହିଁ। ଚାଲ ମା ଆମେ ଦ୍ୱିତୀୟ ଘରକୁ ଯିବା, ସେଠି ହୁଏତ ଆମେ ବାକ୍ସର ଚାବି ପାଇଯିବା। ମା ଦେଖ, ଏ ଘରେ ତ ହୀରା ଭର୍ତ୍ତି। ନିଶ୍ଚୟ ସେ ତୃତୀୟ ଫଳ ଘରେ ଚାବି ଥିବ। ତୁ ଠିକ୍ କହିଲୁ ରେ ମା, ମତେ ବି ସେମିତି ଲାଗୁଛି। ଚାଲେ ଏବେ ହିଁ ଆମେ ସେ ଘରକୁ ଯିବା। ତାପରେ ସେମାନେ ତୃତୀୟ ଫଳ ଘରକୁ ଗଲେ ଆଉ ସେଠି ବାକ୍ସର ଚାବି ପାଇଗଲେ। ସେ ଚାବି ଧରି ସେମାନେ ବାକ୍ସ ପାଖକୁ ଆସିଲେ। ଯେମିତି ଚଢ଼େଇ ବାକ୍ସକୁ ଖୋଲିଲା, ବାକ୍ସ ଭିତରୁ ଗୋଟେ ଭୟଙ୍କର ରାକ୍ଷସୀ ଚିଲ ବାହାରି ଆସିଲା। କ'ଣ ତୁମେ ତ ଗୋଟେ ରାକ୍ଷସୀ? ଦୟାକରି ଆମକୁ ମାରନି, ଆମକୁ ଛାଡ଼ି ଦିଅ। ମତେ ଦେଖି ଭୟ କରନି। ମୁଁ ତମମାନଙ୍କର କିଛି କ୍ଷତି କରିବିନି, ଓଲଟା ତମମାନଙ୍କୁ ପୁରସ୍କାର ଦେବି। ମୁଁ ଯେତେବେଳେ ବଞ୍ଚିଥିଲି ବହୁତ ଅନ୍ୟାୟ କାମ କରିଥିଲି। ସେଥିପାଇଁ ମଲା ପରେ ମୁଁ ଗୋଟେ ରାକ୍ଷସୀ ପାଲଟି ଗଲି। ମୁଁ ଯେପର୍ଯ୍ୟନ୍ତ ଭଲ କାମ ନ କରିବି ମୁଁ ମୁକ୍ତି ପାଇବିନି। ସେଥିପାଇଁ ପ୍ରତି ରାତିରେ ମୁଁ ଜଙ୍ଗଲରୁ ଜଙ୍ଗଲ ବୁଲି ବୁଲି ବାକ୍ସରେ ବନ୍ଦୀ ହେଇ କାନ୍ଦେ। ତାପରେ ଯିଏ ମୋତେ ସାହାଯ୍ୟ କରିବାକୁ ଆସେ ତାର ଭଲ ଗୁଣ ଦେଖି ମୁଁ ତାକୁ ସାହାଯ୍ୟ କରେ। ଚଢ଼େଇ, ତୁ ସୁନା ହୀରା ଲୋଭ ନ କରି ମୋ ପାଇଁ ଚାବି ଆଣି ମୋତେ ବାକ୍ସ ଭିତରୁ ମୁକ୍ତ କଲୁ। ମୁଁ ତ ଭଲ ଗୁଣ ଦେଖି ବହୁତ ଖୁସି। ଏବେ ମୁଁ ତତେ ସାହାଯ୍ୟ କରିବି। ଏ 2 ସୁନା ହୀରା ବାକ୍ସ ଆଜିଠୁ ତୋର। ତୁ ଏସବୁ ନେଇ ଏବେ ଘରକୁ ଯା ଆଉ ଖୁସିରେ ରହ। ମୋର ଏତେ ସୁନାହାର ଦରକାର ନାହିଁ। ମୁଁ ମୋ ଜମିରେ କଦଳୀ ଚାଷ କରିଛି, ସେସବୁ ବିକ୍ରି କରି ମୁଁ ଆରାମରେ ଚଳିପାରିବି। ନା ନା, ତତେ ଏସବୁ ନେବାକୁ ପଡ଼ିବ। ତୋ ଭଳି ଏତେ ଭଲ ଚଢ଼େଇ ଯଦି ଏସବୁ ନ ନେବ ମତେ ଭାରି କଷ୍ଟ ହେବ। ତେବେ ଠିକ୍ ଅଛି, ମୁଁ କେବଳ ଏ ସୁନାର ବାକ୍ସକୁ ନେବି, ହୀରାର ବାକ୍ସକୁ ନେବିନି। ବେଶୀ ଧନୀ ହେଲେ ବି ବିପଦ। ଚଢ଼େଇର ଏପରି କଥା ଶୁଣି ରାକ୍ଷସୀ ଖୁସି ହେଇଗଲା ଆଉ ତାକୁ ସୁନାର ବାକ୍ସ ଦେଲା। ଚଢ଼େଇ ଆଉ ତାର ଝିଅ ସୁନା ବାକ୍ସ ଧରି ଘରକୁ ଆସିଲେ। ସେପଟେ ଆରେ ଦେଖ ଦେଖ, ବର୍ଷା ଛାଡ଼ିଗଲା। ଚଢ଼େଇ ନିଜ ଘର ପାଖରେ ବସି କାନ୍ଦୁଥିବ। ଚାଲ ଏବେ ତା ପାଖକୁ ଯିବା, ଆଉ ଟିକେ ତା ସହ ମଜା କରି ଆସିବା। ହଁ ଠିକ୍ କହିଲୁ, ଚାଲେ ଏବେ ତା ପାଖକୁ ଯିବା। ଏମିତି କଥା ହେଇ ସେମାନେ ଚଢ଼େଇର ଘରକୁ ଆସିଲେ। ଚଢ଼େଇର କଦଳୀପତ୍ର ଘର ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ। ତମେ ମାନେ ଏମିତି ଆଶ୍ଚର୍ଯ୍ୟ ହେଇ କ'ଣ ଦେଖୁଛ? ମୋ କଦଳୀ ଘର ସୁନ୍ଦର ହେଇଛି ନା ନାଇଁ କହିଲ?
ମୁଁ ଆଉ ମୋ ଝିଅ ମିଶି ଏଇ କଦଳୀ ପତ୍ରରେ ଘର ତିଆରି କରିଛୁ। ହଁ ଚଢ଼େଇ, ତ କଦଳୀ ପତ୍ର ଘର ଅନେକ ସୁନ୍ଦର ହେଇଛି। କାଉ ଭଉଣୀ, ତୁମେ ମତେ କହିଥିଲ ଭିକ ମାଗିବା ପାଇଁ। ଦେହ ସୁସ୍ଥ ଆଉ ମୁଣ୍ଡରେ ବୁଦ୍ଧି ଥିଲେ କାହାକୁ ବି ଭିକ ମାଗିବାକୁ ପଡେନି, ବୁଝିଲ? ମତେ କ୍ଷମା କରିଦେବୁ ଚଢ଼େଇ, ମୁଁ ମଜା କରି ତତେ ଏମିତି କଥା କହିଦେଇଥିଲି। ମୁଁ ଟିକେ ତ ଘର ଭିତରକୁ ଯାଇପାରିବି? ହଁ ହଁ, ଆସ ଆସ, ଘର ଭିତରକୁ ଆସ। ତାପରେ କାଉମାନେ ଚଢ଼େଇର ଘର ଭିତରକୁ ଗଲେ। ସେମାନେ ଘର ଦେଖୁ ଦେଖୁ ସୁନାର ବାକ୍ସକୁ ବି ଦେଖିଲେ। ଏ କଣ ଚଢ଼େଇ, ତୋ ପାଖରେ ସୁନା ଟଙ୍କାର ବାକ୍ସ ଅଛି? ତୁ ଏ ସୁନା ଟଙ୍କାର ବାକ୍ସ କୋଉଠୁ ପାଇଲୁ? ଚଢ଼େଇ ସେମାନଙ୍କୁ ସବୁ ଘଟଣା କହିଲା। ସବୁ ଶୁଣି କାଉମାନେ ଶୀଘ୍ର ନିଜ ଘରକୁ ଫେରି ଆସିଲେ। ଚଢ଼େଇ କେତେ ବୋକା, ସେ ହୀରାର ବାକ୍ସ ଛାଡ଼ି ଦେଇ ଖାଲି ସୁନାର ବାକ୍ସ ଆଣିଛି। ଆଜି ରାତି ଆମେ ବି ଜଙ୍ଗଲ ଭିତରକୁ ଯିବା, ଆଉ ସେ ରାକ୍ଷସୀ ଚିଲ ପାଖରୁ ସୁନା ହୀରା ବାକ୍ସ ନେଇ ଆସିବା। ହଁ ହଁ, ଆମେ ବି ସେମିତି କରିବା। ଏମିତି ସେମାନେ ରାତି ହେବା ଯାଏଁ ଅପେକ୍ଷା କଲେ। ରାତିରେ ଦୁଇ କାଉ ରାକ୍ଷସୀକୁ ଖୋଜିବା ପାଇଁ ବାହାରିଲେ। କିଛି ଦୂର ଗଲା ପରେ ସେମାନେ ରାକ୍ଷସୀର କାନ୍ଦ ଶୁଣି ତା ପାଖକୁ ଗଲେ। ତୁମେ ବିପଦରେ ପଡ଼ିଛ ନା? ଭୟ କରନି, ଆମେ ତୁମକୁ ସାହାଯ୍ୟ କରିବୁ। କୁହ, ଆମେ କ'ଣ କରିବୁ? ଏଠାରୁ କିଛି ଦୂରରେ 3ଟି ଫଳ ଘର ଅଛି। ଗୋଟିଏ ଫଳ ଘରେ ଏ ବାକ୍ସର ଚାବି ଅଛି। ଯାଅ, ସେ ଚାବି ଆଣି ମତେ ଏଠୁ ମୁକ୍ତ କର। କାଉମାନେ ଶୀଘ୍ର ସେ ଫଳ ଘରୁ ଚାବି ଆଣି ରାକ୍ଷସୀକୁ ମୁକ୍ତ କଲେ। ତମେ ମାନେ ବହୁତ ଭଲ ପକ୍ଷୀ, ମୁଁ ତମ ମାନଙ୍କ ଉପରେ ଖୁସି। ଏଇ ନିଅ ସୁନା ହୀରାର ବାକ୍ସ। ରାକ୍ଷସୀ ଦିଦି, ଏତେ ଅଳ୍ପ ହୀରା ସୁନା ଦେଉଛ? ଆହୁରି 4-5 ବାକ୍ସ ହୀରା ସୁନା ଦିଅ, ଆମେ ବହୁତ ଗରିବ। ଏସବୁ ତ ଘର ବନେଇବାରେ ହିଁ ଖର୍ଚ୍ଚ ହେଇଯିବ। ଆଉ ଅଧିକ ସୁନା ହୀରା ଦେଲେ ସିନା ଆମେ ଘରେ ବସି ବସି ଖାଇବା ଖାଇପାରିବୁ। ତମେ ମାନେ ସତରେ ବଡ଼ ଲୋଭୀ ପକ୍ଷୀ। ମୁଁ ଆଗରୁ ହିଁ ତମ ମାନଙ୍କର ଗୁଣ ଜାଣିଛି। ଏ 2ଟି ସୁନା ହୀରା ବାକ୍ସ ଯଦି ନେଇଥାନ୍ତ, ଭଲରେ ଘରକୁ ଫେରି ପାରିଥାନ୍ତ। ତା ନ କରି ତମେ ମାନେ ଆହୁରି ଲୋଭ କଲ। ଏବେ ମୁଁ ତମ ମାନଙ୍କୁ ଉଚିତ ଶାସ୍ତି ଦେବି। ଏମିତି କହି ରାକ୍ଷସୀ ଦୁଇ କାଉଙ୍କୁ ପଥର କରିଦେଲା। ସେପଟେ ମା ଚଢ଼େଇ ରାକ୍ଷସୀ ପାଖରୁ ସୁନା ଟଙ୍କା ପାଇଲେ ବି ଅଳସୁଆ ହେଲା ନାହିଁ। ସେ ପରିଶ୍ରମ କରି ତା ଝିଅ ସହ ଖୁସିରେ ରହିଲା। ମା, ଆଜି ଆମେ କୋଉଠିକି ଯାଉଛେ? ଆରେ ମା, ମୁଁ କାଲି ଗୋଟେ ଭଲ ଘାସ ବଗିଚା ଦେଖି ଆସିଛି। ଆଜି ଆମେ ସେଠାକୁ ଯିବା, ଆଉ କଅଣିଆ ଘାସ ଖାଇକି ଆସିବା। ମା ହରିଣ ତା ଛୁଆ ସହ ଘାସ ଖାଉଥିଲା। ସେତେବେଳେ କିଛି ଶିକାରୀ ଜଙ୍ଗଲରେ ବୁଲୁଥିଲେ। ସେମାନେ ମା ହରିଣକୁ ଦେଖି ତାକୁ ଧରିବା ପାଇଁ ତା ଉପରକୁ ତୀର ମାରିଲେ। ଶିକାରୀ ମାନେ ଏଠାକୁ ଚାଲି ଆସିଛନ୍ତି। ମାରି, ତୁ ଏଠି ଆଉ ରହନି, ଶୀଘ୍ର ଏଠୁ ଚାଲିଯା, ନହେଲେ ସେମାନେ ତତେ ବି ମାରିଦେବେ। ନାଇଁ ମା, ମୁଁ ତମକୁ ଛାଡ଼ି କୁଆଡ଼େ ବି ଯିବିନି। ମୁଁ ତମକୁ ମୋ ସାଙ୍ଗରେ ନେଇଯିବି। ଜିଦ୍ କରନି ରେ ମା, ମୁଁ ତ ସାଙ୍ଗରେ ଆଉ ଯାଇପାରିବିନି। ତୁ ଯା ମା, ନିଜ ଜୀବନ ବଞ୍ଚା। ଏମିତି ମା ହରିଣ ତା ଝିଅକୁ ବୁଝାଉଥିଲା। ସେତେବେଳେ ଗୋଟେ ଶିକାରୀ ସେଠାକୁ ଚାଲି ଆସିଲା। ଶିକାରୀକୁ ଦେଖି ହରିଣ ଛୁଆ ଦୌଡ଼ିକି ସେଠାରୁ ଚାଲିଗଲା। ଦୁଷ୍ଟ ଶିକାରୀ, ମୋ ମାକୁ ମାରି ତା ସାଙ୍ଗରେ ନେଇଗଲା। ସେ ମତେ ବି ଖୋଜୁଥିବ। ମୁଁ ଯଦି ଏବେ ମୋ ଘରକୁ ଫେରିବି, ଶିକାରୀ ମତେ ବି ମାରିଦେବ। ଏବେ ମୁଁ କୁଆଡ଼େ ଯିବି? କୋଉଠି ରହିବି? ଆରେ, ତୁ ତ ଗୋଟେ ହରିଣ ଛୁଆ। ମୋ ଜାଣିବାରେ ସବୁ ହରିଣ ମାନେ ଗଭୀର ଜଙ୍ଗଲରେ ରୁହନ୍ତି। ତାହେଲେ ତୁ ଏଠି ଏକୁଟିଆ କ'ଣ କରୁଛୁ? ତୋ ମା କ'ଣ ତୋ ସାଙ୍ଗରେ ଆସିନାହାନ୍ତି? ହରିଣ ଛୁଆ କୁନିକୁ ସବୁ ଘଟଣା କହିଲା। ତୁ ଆଉ କାନ୍ଦନି, ଚାଲ ମୋ ସାଙ୍ଗରେ। ଆଜିଠୁ ତୁ ମୋ ସାଙ୍ଗରେ ମୋ ଘରେ ରହିବୁ। ଆମେ ପ୍ରତିଦିନ ସାଙ୍ଗ ହେଇ ଖେଳିବା ଆଉ ବହୁତ ମଜା କରିବା। ସତରେ ତୁ ମତେ ନିଜ ଘରେ ରହିବାକୁ ଦେବୁ? ତତେ ବହୁତ ବହୁତ ଧନ୍ୟବାଦ ସାଙ୍ଗ। ତାପରେ କୁନି ହରିଣ ଛୁଆକୁ ଧରି ନିଜ ଘରକୁ ଆସିଲା। ଆରେ ମା,
ତୁ ଏ ହରିଣ ଛୁଆକୁ ଆମ ଘରକୁ କାହିଁକି ଆଣିଛୁ? ମା, ଏ ହରିଣ ଛୁଆର ମାକୁ ଶିକାରୀ ମାନେ ଧରି ନେଇଛନ୍ତି। ଏବେ ଯଦି ସେ ଜଙ୍ଗଲ ଭିତରକୁ ଯିବ, ଶିକାରୀ ମାନେ ୟାକୁ ବି ଧରି ନେଇଯିବେ। ସେଥିପାଇଁ ମୁଁ ହରିଣ ଛୁଆକୁ ଆମ ଘରକୁ ନେଇ ଆସିଛି। ଆଜିଠୁ ସେ ବି ଆମ ସାଙ୍ଗରେ ରହିବ। ଆମ ସାଙ୍ଗରେ ରହିବ ମାନେ? ତୁ କଣ ଜାଣିନୁ ମୁଁ ଅନ୍ୟର ଘରେ ବାସନ ମାଜି ଆମ ମା ଝିଅଙ୍କର ପେଟ ପୋଷୁଛି। ଏ ପରିସ୍ଥିତିରେ ମୁଁ ଏ ହରିଣ ଛୁଆକୁ କେମିତି ଖାଇବା ଦେବି? ମାଉସୀ, ମୁଁ ତୁମ ଘରେ କିଛି ବି ଖାଇବିନି। ମତେ ଭୋକ ଲାଗିଲେ ମୁଁ ବାହାରକୁ ଯାଇ ଘାସ ଖାଇ ଆସିବି। ମତେ ଖାଲି ତୁମ ଘରେ ରହିବାକୁ ଦିଅ। ମୁଁ ଆଉ କିଛି ବି ମାଗିବିନି। ଆଚ୍ଛା ଠିକ ଅଛି, ତାହେଲେ ତୁ ଆମ ଘରେ ରହିପାରିବୁ। ଏମିତି କହି ଚଢ଼େଇ ସେଠାରୁ ଚାଲିଗଲା। ପରଦିନ ସକାଳେ, ମା କୁନି, ମୁଁ ଖାଇବା ରୋଷେଇ କରିଦେଇଛି, ଉଠିଲେ ଖାଇନେବୁ। ମୁଁ ଏବେ କାମକୁ ଯାଉଛି। ଆଚ୍ଛା ଠିକ ଅଛି ମା, ତୁମେ କାମକୁ ଯାଅ, ମୁଁ ଖାଇବା ଖାଇନେବି। ମା ତ କାମକୁ ଚାଲିଗଲେ। ଚାଲ ସାଙ୍ଗ, ଆମେ ଖାଇବା ଭାଗ କରି ଖାଇନେବା। ନା ସାଙ୍ଗ, ମୁଁ ତ ଖାଇବା ଖାଇବିନି। ମାଉସୀ ଜାଣିଲେ ମତେ ଘରୁ ବାହାର କରିଦେବେ। ଆରେ ସାଙ୍ଗ, ମା ଜାଣିଲେ ସିନା ତତେ ଘରୁ ବାହାର କରିବେ। ତୁ ବସ, ମୁଁ ଏବେ ଖାଇବା ଆଣୁଛି। ତାପରେ କୁନି ଖାଇବା ଆଣିଲା। ହରିଣ ଛୁଆ ଆଉ କୁନି ଭାଗ କରି ସେ ଖାଇବା ଖାଇଲେ। ଠିକ ସେହି ସମୟରେ ମା ଚଢ଼େଇ ଘରକୁ ଫେରି ଆସିଲା। ଏ କଣ ମା, ତୁମେ ଏତେ ଜଲ୍ଦି ଘରକୁ ଫେରି ଆସିଲ ଯେ? ଆରେ ମା, ଆଜି ମାଲିକାଣୀଙ୍କ ଘରକୁ କିଛି କୁଣିଆ ଆସିବେ। ମୋର ଆଜି ଘରକୁ ଫେରୁ ଫେରୁ ଡେରି ହେବ। ତୁ ବ୍ୟସ୍ତ ହେବୁ ଭାବି ମୁଁ ତତେ କହିବାକୁ ଚାଲି ଆସିଲି। ଏ କଣ ହରିଣ ଛୁଆ, ତୁ ତ କହିଥିଲୁ ତୁ ଆମ ଘରେ ଖାଇବା ଖାଇବୁନି, ହେଲେ ମୁଁ ଘରୁ ଗଲା ପରେ ତୁ ମୋ ଝିଅର ଖାଇବା ନେଇ ଖାଉଛୁ। ମା, ତାକୁ ଜମା ବି ରାଗନି। ମୁଁ ତାକୁ ଖାଇବା ଦେଇଛି, ସେ ତ ମନା କରୁଥିଲା। ମାଉସୀ, ମୋର ଭୁଲ ହେଇଗଲା। ମୁଁ ସତ କହୁଛି, ମୁଁ କୁନିର ଖାଇବା ଖାଇବାକୁ ଚାହୁଁନଥିଲି। ମୁଁ କିଛି ଜାଣିନି। ତୁ ନିଶ୍ଚୟ କୁନିକୁ ତା ଖାଇବା ମାଗିଥିବୁ, ସେଥିପାଇଁ ସେ ତତେ ଖାଇବା ଦେଇଛି। କୁନି, ତୁ ୟାକୁ ଯୋଉଠୁ ଆଣିଥିଲୁ, ଯା ସେଇଠି ତାକୁ ଛାଡ଼ି ଆସିବୁ। ମୁଁ ୟାକୁ ମୋ ଘରେ ଆଉ ରଖିପାରିବିନି। ନାଇଁ ମା, ଆଉ ଥରେ ସୁଯୋଗ ଦିଅ। ମୁଁ ତାକୁ ଆଉ ମୋ ଖାଇବା ଦେବିନି। ଠିକ ଅଛି, ମୁଁ ତତେ ଆଉ ଗୋଟେ ସୁଯୋଗ ଦେଉଛି। ଆଉ ଥରେ ଯଦି ଏ ହରିଣ ଛୁଆ ଆମ ଘରେ ଖାଇବା ଖାଇବ, ମୁଁ ତାକୁ ଆମ ଘରେ ରଖିବିନି। ଏମିତି କହି ମା ଚଢ଼େଇ ସେଠାରୁ ଚାଲିଗଲା। କୁନି ଆଉ ହରିଣ ଛୁଆ ବାହାରକୁ ଗଲେ। ସେମାନେ ଗୋଟେ ଗାଜର ଜମିରେ ପହଞ୍ଚିଲେ। ସାଙ୍ଗ, ଏ ଜମିରେ ଅନେକ ଘାସ ଅଛି। ତୁ ଏଠି ଖାଇବା ଖାଉଥା, ମୁଁ ପାଖରେ ଖେଳୁଛି। ତାପରେ ଆମେ ଘରକୁ ଯିବା। ଏମିତି କୁନି ଖେଳିଲା। ହରିଣ ଛୁଆ ଗାଜର ଜମିରୁ କିଛି ଗାଜର ପତ୍ର ଖାଉଥିଲା। ସେତେବେଳେ ଗାଜର ଜମିର ମାଲିକ କାଉ ତାକୁ ଦେଖିଲା। ସେ ରାଗି ଯାଇ ଗୋଟେ ବଡ଼ ଲାଠି ଧରି ସେଠାକୁ ଆସିଲା ଆଉ ହରିଣ ଛୁଆକୁ ପିଟିଲା। ବଦମାସ ହରିଣ ଛୁଆ, ଜଙ୍ଗଲ ଭିତରୁ ଆସି ମୋ ଜମିର ଗାଜର ପତ୍ର ଖାଉଛୁ। ଆଜି ତ ମୁଁ ତତେ ପିଟି ପିଟି ମାରିଦେବି। ନାଇଁ, ମତେ ମାରନି। ମତେ ଭାରି କଷ୍ଟ ହେଉଛି। ସାଙ୍ଗ, କୁଆଡେ ଗଲୁ? ମତେ ବଞ୍ଚା। ଏ କଣ, କାଉ ଅଙ୍କଲ ମୋ ସାଙ୍ଗକୁ କାହିଁକି ପିଟୁଛନ୍ତି? ରହିଯାଅ କାଉ ଅଙ୍କଲ, ମୋ ସାଙ୍ଗକୁ ପିଟନି, ତାକୁ ଛାଡ଼ି ଦିଅ। ପିଟିବିନି କାହିଁକି? ଦେଖେ, ଏ ହରିଣ ଛୁଆ ମୋ ଜମିର କେତେ ଗାଜର ପତ୍ର ଖାଇ ଦେଇଛି। ତାର କିଛି ବି ଭୁଲ ନାହିଁ କାଉ ଅଙ୍କଲ। ମୁଁ ତାକୁ କହିଥିଲି ଏ ଜମିର ଘାସ ଖାଇବା ପାଇଁ। ସେ ବୋଧେ ଭୁଲରେ ଗାଜର ପତ୍ର ଖାଇ ଦେଇଛି। ଏଇ ଥରକ ଆମକୁ କ୍ଷମା କରିଦିଅ। ଆମେ ଆଉ କେବେ ବି ତୁମ ଜମିକୁ ଆସିବୁନି। ଠିକ ଅଛି, ମୁଁ ଆଜି ତମମାନଙ୍କୁ ଛାଡ଼ି ଦେଉଛି, ହେଲେ ଆଉ ଦିନେ ବି ମୋ ଜମି ପାଖକୁ ଆସିବନି, ନହେଲେ ମୁଁ ତମମାନଙ୍କୁ ଜମା ବି ଛାଡ଼ିବିନି। ସାଙ୍ଗ, ମତେ କ୍ଷମା କରିଦେ। ମୋ ପାଇଁ ତୁ ଆଜି ବହୁତ ମାଡ଼ ଖାଇଲୁ। ଚାଲେ, ମୁଁ ତତେ ଆଉ ଗୋଟେ ଜାଗାକୁ ନେଇଯିବି, ଯୋଉଠି କାହାର ବି ଜମି ନଥିବ। ଏମିତି କୁନି ହରିଣ ଛୁଆକୁ ଆଉ ଗୋଟେ ଘାସ ପଡ଼ିଆକୁ ନେଇଗଲା। ହରିଣ ଛୁଆ ସେଠି ଘାସ ଖାଇଲା। ସେତେବେଳେ ସେମାନେ ଦେଖିଲେ ମିଟୁ ବାହା ହେଇ ଘରକୁ ଯାଉଛି। ଏଇ ଦେଖ ସାଙ୍ଗ, ମିଟୁ ଅଙ୍କଲ ବାହା ହେଇ ଘରକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ କେତେ ସୁନାର ଗହଣା ପିନ୍ଧିଛନ୍ତି ନା। ମିଟୁ ଅଙ୍କଲ ଆମ ଜଙ୍ଗଲରେ ସବୁଠୁ ଧନୀ ଚଢ଼େଇ। ତାଙ୍କ ଘରେ ଅନେକ ସୁନାର ଗହଣା ଅଛି।
ସାଙ୍ଗ, ତୁମ ଘରେ କ'ଣ ସୁନାର ଗହଣା ନାହିଁ? କ'ଣ କହୁଛୁ ସାଙ୍ଗ? ଆମେ ଠିକରେ ଖାଇବା ପାଉନୁ, ସେମିତିରେ ଆମେ ସୁନାର ଗହଣା କେମିତି କିଣିବୁ? ସୁନାର ଗହଣା କିଣିବାକୁ ହେଲେ ଅନେକ ଟଙ୍କା ଲାଗେ। ସାଙ୍ଗ, ତୁ ଗହଣା ନେବୁ? ମୋ ସାଙ୍ଗରେ ମୋ ଘରକୁ ଚାଲେ। ଆମେ ଯୋଉ ଗୁମ୍ଫାରେ ରହୁଥିଲୁ ସେଠି ଅନେକ ସୁନା ଗହଣା ଅଛି। ହେଲେ ତମେ ମାନେ ଏତେ ସୁନାର ଗହଣା କୋଉଠୁ ପାଇଲ? ଦିନେ ମୁଁ ଆଉ ମୋ ମା ଜଙ୍ଗଲରେ ବୁଲୁଥିଲୁ, ସେତେବେଳେ ଆମେ ଗୋଟେ ସୁନାର ଗହଣା ବାକ୍ସ ପାଇଲୁ। ମା ସେ ଗହଣା ବାକ୍ସ ଆଣି ଆମ ଘରେ ରଖିଛନ୍ତି। ସତରେ ତୋ ଘରେ ଅନେକ ସୁନାର ଗହଣା ଅଛି? ତେବେ ଚାଲ ଏବେ ହିଁ ତ ଘରକୁ ଯିବା। ହେଲେ ଶୁଣ, ଟିକେ ସାବଧାନରେ ଯିବା। ଶିକାରୀକୁ ଯଦି ରାସ୍ତାରେ ଦେଖିବା ଆମେ ଶୀଘ୍ର ସେଠାରୁ ଚାଲି ଆସିବା। ଏମିତି କଥା ହେଇ ସେମାନେ ହରିଣ ରହୁଥିବା ଗୁମ୍ଫା ପାଖକୁ ବାହାରିଲେ। କିଛି ସମୟ ପରେ ସେମାନେ ସେ ଗୁମ୍ଫାରେ ପହଞ୍ଚିଲେ। ଆରେ ବା ସାଙ୍ଗ, ତୋ ପାଖରେ ତ ଅନେକ ସୁନାର ଗହଣା ଅଛି। ଏସବୁ ଯଦି ଆମେ ମାକୁ ଦେବା, ସେଇ ଗହଣା ବିକ୍ରି କରି ତୋ ପାଇଁ ବି ଖାଇବା କିଣି ପାରିବେ। ସୁନାର ଗହଣା ବିକ୍ରି ବି କରନ୍ତି? ଏକଥା ତ ମୁଁ ଜାଣିନଥିଲି, ନହେଲେ ତତେ ଏକଥା କେବେଠୁ କହିସାରନ୍ତିଣି। ଚାଲ ତାହେଲେ ଏ ସବୁ ସୁନାର ଗହଣା ନେଇ ଏବେ ତ ଘରକୁ ଯିବା। ସେମାନେ ସବୁ ସୁନାର ଗହଣା ଧରି ଘରକୁ ଆସିଲେ। କିଛି ସମୟ ପରେ ଅନ୍ଧାର ହେଇଗଲା। ମା ଚଢ଼େଇ ତା ଘରକୁ ଫେରିଲା। ମା, ତୁମେ ଆସିଗଲ? ଆମେ କେତେବେଳୁ ତୁମକୁ ଅପେକ୍ଷା କରି ବସିଥିଲୁ। ତମେ ମାନେ ମତେ କାହିଁକି ଅପେକ୍ଷା କରିଥିଲ? ମା, ଏ ବାକ୍ସକୁ ଖୋଲ। ଏ ବାକ୍ସରେ ଅନେକ ସୁନାର ଗହଣା ଅଛି। ଏସବୁ ହରିଣ ଛୁଆ ତୁମକୁ ଆଣି ଦେଇଛି, ଯେମିତି ତୁମେ ତାକୁ ଆଉ ଘରୁ ବାହାର କରିବନି। ଆରେ ସତରେ ତ, ଏଥିରେ ତ ଅନେକ ସୁନା ଗହଣା ଅଛି। ହରିଣ ଛୁଆ, ତୁ ଏସବୁ କୋଉଠୁ ପାଇଲୁ? ହରିଣ ଛୁଆ ଚଢ଼େଇକୁ ସବୁ ଘଟଣା କହିଲା। ହରିଣ ଛୁଆ, ମତେ କ୍ଷମା କରିଦେବୁ। ମୁଁ ତୋ ସହ ବହୁତ ଖରାପ ବ୍ୟବହାର କରିଛି। କ'ଣ କରିବି କହ? ଆମେ ବହୁତ ଗରିବ, ଖାଇବା କିଣିବା ପାଇଁ ଅନେକ ଟଙ୍କା ଦରକାର। ସେଥିପାଇଁ ମୁଁ ତତେ ଆମ ଘରେ ରଖିବାକୁ ଚାହୁଁନଥିଲି। ସକାଳେ ତତେ ଖାଇବାକୁ ନ ଦେଇ ଅନେକ କଥା ଶୁଣେଇଦେଲି, ଆଉ ତୁ ସେ ଖାଇବା ଯୋଗାଡ଼ କରିବା ପାଇଁ ଏତେ ଗୁଡ଼ିଏ ସୁନାର ଗହଣା ନେଇ ଆସିଲୁ। ଏସବୁ ବିକ୍ରି କଲେ ଆମକୁ ଅନେକ ଟଙ୍କା ମିଳିବ। ମାଉସୀ, ଏ ସୁନାର ଗହଣା ବିକ୍ରି କରି ତୁମେ ନିଜ ପାଇଁ ଗୋଟେ ଘର କିଣ। ତୁମ ଘରର କେତେ ଜାଗା ଭାଙ୍ଗି ଯାଇଛି। ହଁ, ଘର ବି କିଣିବି, ଆଉ ଗୋଟେ ଜମି କିଣି ଚାଷ ବି କରିବି। ଆମର ଆଉ ଖାଇବାର ଅଭାବ ରହିବନି। ସେମିତି ହେଲେ ହରିଣ ଛୁଆ ସବୁଦିନ ଆମ ସାଙ୍ଗରେ ରହିପାରିବ। ସେମିତି ହେଲେ ବହୁତ ମଜା ହେବ। ମୁଁ ଆଉ ହରିଣ ଛୁଆ ସବୁଦିନ ଏକାଠି ରହିବୁ, ଆଉ ସାଙ୍ଗ ହେଇ ଖେଳିବୁ। ତାପରେ ଚଢ଼େଇ କିଛି ସୁନାର ଗହଣା ବିକ୍ରି କରି ଗୋଟେ ସୁନ୍ଦର ଘର କିଣିଲା। ଆଉ ତାପରେ ସେ ଗୋଟେ ଜମି କିଣି ସେଥିରେ ଚାଷ କଲା। ଏମିତି ତାଙ୍କର ସବୁ ଅଭାବ ଦୂର ହେଲା।